ସାଙ୍ଗମାନେ ଜୟ ଜଗନ୍ନାଥ ନମସ୍କାର। ସାଙ୍ଗମାନେ ଭାଉଜଙ୍କର ଏବେ ନିତ୍ୟ କାମ ସବୁ ସରିଯାଇଛି। ଏବେ ଟିକେ ସମୟ ପାଇଛନ୍ତି ଆପଣଙ୍କ ମନୋରଞ୍ଜନ ପାଇଁ। ଆଜି ଆମେ ରଖିଛୁ ମଜାଦାର ସୁନ୍ଦର ଢଗଧମାଲ ପ୍ରଶ୍ନ। ଆଶା କରୁ ସାଙ୍ଗମାନେ ଆପଣମାନେ ଭଲରେ ଥାନ୍ତୁ, ଆମ ଭିଡ଼ିଓକୁ ଏଇଭଳି ଦେଖୁଥାନ୍ତୁ। ଏତିକି ରିକ୍ୱେଷ୍ଟ ସାଙ୍ଗମାନେ, ଯଦି ଚ୍ୟାନେଲକୁ ନୂଆ ଆସିଥାନ୍ତି ପ୍ଲିଜ୍ କରିଦିଅନ୍ତୁ ସବସ୍କ୍ରାଇବ୍, ଅଲ୍ ନୋଟିଫିକେସନ୍ଟିକୁ ଅନ୍ କରିଦିଅନ୍ତୁ। ତାହେଲେ ୟୁଟ୍ୟୁବ୍ ଆପଣମାନଙ୍କ ପାଖକୁ ସର୍ବପ୍ରଥମେ ଆମ ଭିଡ଼ିଓଟିକୁ ପଠାଇଦେବେ, ଆପଣମାନେ ଦେଖିବାର ସୁଯୋଗ ପାଇବେ। ସାଙ୍ଗମାନେ ଯଦି କିଛି ସମୟ କାଢ଼ି ଆପଣମାନଙ୍କ ପ୍ରିୟଜନଙ୍କ ପାଖକୁ ଆମ ଭିଡ଼ିଓଟି ସେୟାର କରିବେ ତାହେଲେ ଆମେ ବହୁତ ଖୁସି ହେବୁ ସାଙ୍ଗମାନେ, କାରଣ ସେମାନେ ମଧ୍ୟ ଦେଖିବାର ସୁଯୋଗ ପାଇବେ। ସାଙ୍ଗମାନେ ଆଜି ଭାଉଜଙ୍କୁ ଦୁଇଟି ପ୍ରଶ୍ନ ମୁଁ ପଚାରିବି, ଯେ କି ହିସାବ ପତ୍ର ଉପରେ ଅଛି। ଦେଖାଯାଉ ଭାଉଜ କ'ଣ କହୁଛନ୍ତି, ଶୁଣି ନିଅନ୍ତୁ ଏବଂ ଏଇଭଳି ଢଗଧମାଲ ପ୍ରଶ୍ନର ଉତ୍ତରଟି କମେଣ୍ଟ ବକ୍ସରେ ଲେଖିଦିଅନ୍ତୁ। ଦେଖାଯାଉ ସାଙ୍ଗମାନେ ଭାଉଜ ବହୁତ ଖୁସି ଅଛନ୍ତି ସାଙ୍ଗମାନଙ୍କ ପାଇଁ। ତାହେଲେ ଭାଉଜ ଚେଷ୍ଟା କରିବେ କହିବା ପାଇଁ, ନା କ'ଣ କହୁଛ? ମୁଁ ତ କହିବି ନାହିଁ, ଯେଉଁଟା ଜାଣିଥିଲେ ବି ମୁଁ କହିବି ନାହିଁ। ସାଙ୍ଗମାନେ ତ କହୁଛନ୍ତି, ଆଉ ଯେଉଁଟା ନ ଜାଣିଥିବେ ବି ମୁଁ ବି ନ ଜାଣିଥିବି ବି ସାଙ୍ଗମାନେ ମୋତେ କହିବେ। ଯାହା ହଉ ସାଙ୍ଗମାନେ ଭାଉଜ କିନ୍ତୁ ଚାହୁଁଛନ୍ତି ଆପଣମାନେ କମେଣ୍ଟରେ ଦିଅନ୍ତୁ, ଭଲ କଥା। ଦେଖାଯାଉ ସମୟ ହେଇଗଲାଣି, ଆପଣମାନେ ଅପେକ୍ଷା ରହିବେନି। ଏମିତି କେଉଁ ଢଗ ପ୍ରଶ୍ନଟି ଭାଇ ଭାଉଜ ଆମ ପାଇଁ ରଖିଛନ୍ତି ଶୁଣିବା ପାଇଁ ବ୍ୟସ୍ତ ହେବେନି ସାଙ୍ଗମାନେ। ଯାଉ ସାଙ୍ଗମାନେ ମୁଁ ଷ୍ଟାର୍ଟ କରିଦେଉଛି। ପ୍ରଥମ ଢଗ ପ୍ରଶ୍ନ ଶୁଣି ନିଅନ୍ତୁ, ଭଲ ଭାବରେ ଶୁଣନ୍ତୁ। କହିଲେ ଦେଖି, 4ଟି କଲମ ଓ 5ଟି ପେନସିଲର ମୂଲ୍ୟ 80 ଟଙ୍କା। ଗୋଟିଏ କଲମରେ ମୂଲ୍ୟ 10 ଟଙ୍କା ହେଲେ 8ଟି ପେନସିଲର ମୂଲ୍ୟ କେତେ? ସାଙ୍ଗମାନେ ଟିକେ ହିସାବ ପତ୍ର ଉପରେ ଅଛନ୍ତି, ଆପଣମାନେ ଯଦି ଭଲ ଭାବରେ ବୁଝିପାରିବେ। ମୁଁ ଉତ୍ତର କହିଦେଇଛି ସାଙ୍ଗମାନେ, ପ୍ରଶ୍ନର ଉତ୍ତରଟି ମୁଁ କହିଦେଇଛି। ଭାଉଜ କହୁଛନ୍ତି ବୁଝିପାରୁନାହାନ୍ତି, ଆପଣମାନେ ଭଲ ଭାବରେ ଶୁଣି ନିଅନ୍ତୁ। ଆଉ ଥରେ ମୁଁ କହିବି, କହୁନା ପଚାରୁନା। 4ଟି କଲମ ଓ 5ଟି ପେନସିଲର ମୂଲ୍ୟ 80 ଟଙ୍କା। ଗୋଟିଏ କଲମରେ ମୂଲ୍ୟ 10 ଟଙ୍କା ହେଲେ 8ଟି ପେନସିଲର ମୂଲ୍ୟ କେତେ? ସାଙ୍ଗମାନେ ବୁଝିପାରିଲେ ତ? ନିଶ୍ଚୟ ବୁଝିପାରିଥିବେ। ଭାଉଜ ଟିକେ ଚିନ୍ତାରେ ପଡ଼ିଗଲେଣି। 4ଟି କଲମ ଓ 5ଟି ପେନସିଲର ମୂଲ୍ୟ 80 ଟଙ୍କା। ଗୋଟିଏ କଲମର ମୂଲ୍ୟ 10 ଟଙ୍କା ହେଲେ 8ଟି ପେନସିଲର ମୂଲ୍ୟ କେତେ? ସାଙ୍ଗମାନେ ଭାଉଜ ଆମର କ'ଣ କହୁଛି ଶୁଣିବା। ଆପଣମାନେ କମେଣ୍ଟ ବକ୍ସରେ ଲେଖିଦେବେ। ଆପଣମାନଙ୍କ ପାଇଁ ଆମ କମେଣ୍ଟ ବକ୍ସଟି ଖୋଲା ରଖିଛୁ। ପ୍ଲିଜ୍ ସାଙ୍ଗମାନେ ଆପଣମାନେ ସେ କମେଣ୍ଟ ବକ୍ସଟିକୁ ପୂରଣ କରିଦିଅନ୍ତୁ। ଆମେ ଆଶା କରୁ ସାଙ୍ଗମାନେ ଆପଣମାନେ ଭଲ ଥିବେ, ଆମର ଏଇଭଳି ମଜାଦାର ଢଗଧମାଲ ପ୍ରଶ୍ନ ଦେଖିବାର ସୁଯୋଗ ନେଉଛନ୍ତି ଏବଂ ଆପଣମାନେ ଆମକୁ ଅନେକ ସପୋର୍ଟ ଦେଇଛନ୍ତି। ସେଥିପାଇଁ ଆମ ତରଫରୁ, ଆମ ଚ୍ୟାନେଲ୍ ତରଫରୁ ଆପଣମାନଙ୍କୁ ଅନେକ ଅନେକ କ'ଣ ଧନ୍ୟବାଦ। ଯାହା ହଉ ସାଙ୍ଗମାନେ, ଆଉ କ'ଣ କିଛି କହିବ ନା ନାହିଁ? ତମେ ଯେଉଁ ପ୍ରଶ୍ନଟା ଯେଉଁ କହିଲ, ଆଉ ଥରେ ନା ତମେ ତ ସେ ଉତ୍ତରଟା ମୋତେ ତ ନାଉଛି ତମେ କହିଦେଇଛ। କ'ଣ ଉତ୍ତର କହିଛି କହୁନା? 80 ଟଙ୍କା। 80 ଟଙ୍କା। ସାଙ୍ଗମାନେ ଭାଉଜ କହୁଛନ୍ତି 80 ଟଙ୍କା। ମୁଁ ପ୍ରଶ୍ନ କ'ଣ କହୁଛି ଭଲ କି ବୁଝ। 4ଟି କଲମ ଓ 5ଟି ପେନସିଲର ମୂଲ୍ୟ 80 ଟଙ୍କା। ଗୋଟିଏ କଲମର ମୂଲ୍ୟ 10 ଟଙ୍କା ହେଲେ 8ଟି ପେନସିଲର ମୂଲ୍ୟ କେତେ? ସାଙ୍ଗମାନେ ଭାଉଜ କହୁଛନ୍ତି 80। ଆପଣମାନେ ଭଲ ଭାବରେ ଚିନ୍ତା କରନ୍ତୁ, ଉତ୍ତରଟି ନିଶ୍ଚିନ୍ତ ପାଇପାରିବେ। ପ୍ଲିଜ୍ କମେଣ୍ଟ ବକ୍ସରେ ଲେଖିଦିଅନ୍ତୁ। ଆମେ ଜାଣିଛୁ ସାଙ୍ଗମାନେ ଆପଣମାନେ ଆମର ବେଷ୍ଟ ଫ୍ରେଣ୍ଡ, କେବେ ହେଲେ ଅବହେଳା କରିବେ ନାହିଁ। ଭାଉଜ ଯଦି ନ ବୁଝିପାରୁଛନ୍ତି ଆପଣ କ'ଣ ବୁଝାଇ ଦେଇପାରିବେନି? ନିଶ୍ଚିନ୍ତ ବୁଝାଇ ଦେବେ। ଯେତେ ସାଙ୍ଗସାଥି, ଭାଇ ଭଉଣୀ, ପ୍ରିୟଜନ, ବନ୍ଧୁବାନ୍ଧବ ଏବଂ ମଉସା ମାଉସୀ ଯେଉଁମାନେ ଦେଖୁଛନ୍ତି ସାଙ୍ଗମାନେ, ଭାଉଜ ଆପଣଙ୍କର ଭାଉଜ ହେବ, କାହାର ମା ହେବ, କାହାର ଭଉଣୀ ହେବ, କାହାର ଆଉ କ'ଣ ହେବ।
ଯାହା ହେବ ଆପଣମାନେ ବୁଝି ଗୋଟେ କମେଣ୍ଟରେ ଲେଖିଦିଅନ୍ତୁ ସାଙ୍ଗମାନେ ଭାଉଜଙ୍କୁ ଟିକେ ସାହାଯ୍ୟ କରିଦିଅନ୍ତୁ। ମୁଁ ଗୋଟେ ପ୍ରଶ୍ନ ପଚାରୁଛି। ସାଙ୍ଗମାନେ ଭାଉଜ ମଝିରେ ଆସିଗଲେ ତାଙ୍କ କ'ଣ ଭାବିଛନ୍ତି ତାଙ୍କଠୁ ଶୁଣି ନେବା। ମୁଁ ଭାବିଥିଲି ଦୁଇଟି ପ୍ରଶ୍ନ କରିବି, ଯଦି ସମୟ ହୁଏ ତାହେଲେ ମୁଁ ଆଉ ଗୋଟେ ପଚାରିବି, ନହେଲେ ସାଙ୍ଗମାନେ ଆସ ଆମେ ଦେଖିନେବା ଭାଉଜ କ'ଣ ପଚାରୁଛନ୍ତି। ତାଙ୍କ ପ୍ରଶ୍ନର ଉତ୍ତରଟି କିନ୍ତୁ ଦେଖିବା ନିହାତି ଆବଶ୍ୟକ, କାରଣ ଅନେକ ଦିନ ପରେ ଗୋଟେ ଗୋଟେ ପ୍ରଶ୍ନ ସେ ଭାବିକି ପଚାରୁଛନ୍ତି। ସେଥିପାଇଁ ଆମେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ପ୍ଲିଜ୍ ଜମା କାଟନ୍ତୁ ନାହିଁ, ଆମ ପାଇଁ ଟିକେ ସମୟ ଦିଅନ୍ତୁ। ନା କ'ଣ କହୁଛ? କ'ଣ ଭାବିଛ କୁହ, ଭଲ ଭାବରେ କହିବ ଯେମିତି ସାଙ୍ଗମାନେ ବୁଝିପାରିବେ। କୁହ, ତମେ କହିଦେଲେ ମୁଁ ଧରି ନେବି ଆଉ। ଅଛି ସିଏ ଚୁବାଇଲା ନା ସାଙ୍ଗମାନେ ଭାଉଜ କହିବା କଥା, ଏମିତି କେଉଁ ଜିନିଷ ଯେ କି ତାର ଦାନ୍ତ ଅଛି କିନ୍ତୁ ସେ ଚୋବେଇ ଖାଇପାରେ ନାହିଁ। ସାଙ୍ଗମାନେ ଆପଣମାନେ ଦେଖନ୍ତୁ ଏ ଘର ଭିତରେ ସେ ଜିନିଷଟି ଥିବ, ଆପଣମାନେ ନିଶ୍ଚିନ୍ତ କମେଣ୍ଟ ଦିଅନ୍ତୁ। ଭାଇ ଧରି ସାରିଲେଣି, କିନ୍ତୁ ଭାଇକି ଏ ପ୍ରଶ୍ନ ପଚାରେ ଭାବୁଥିଲେ, କିନ୍ତୁ ମୁଁ ତ ସାଙ୍ଗମାନେ ମୁଁ ଜାଣେ ନ ଜାଣେ କିନ୍ତୁ ଆପଣମାନଙ୍କ ଉପରେ ଛାଡ଼ିଦିଏ, କାରଣ ଆପଣମାନେ ଦିଅନ୍ତୁ ଜାଣନ୍ତୁ ଏବଂ ଆପଣମାନେ କମେଣ୍ଟ ଦେଲେ ଆମକୁ ଖୁସି ଲାଗେ। କିନ୍ତୁ ଜାଣିଥିବା ପ୍ରଶ୍ନ ହେଲେ ମଧ୍ୟ ଆମେ କହୁନାହୁଁ, କିନ୍ତୁ ଆପଣମାନଙ୍କ ପାଇଁ ଆମେ ରଖୁ। ଦେଖୁ ଆମେ ସାଙ୍ଗମାନେ କେଉଁ ସାଙ୍ଗମାନେ ବେଷ୍ଟ ଫ୍ରେଣ୍ଡ ମାନେ କେଉଁଠୁ କମେଣ୍ଟ କରୁଛନ୍ତି, କେଉଁ ଜାଗାରୁ କରୁଛନ୍ତି, ଆଉ କେତେ ଭଲ ପାଇବା ଆମକୁ ଦେଉଛନ୍ତି, କେତେ କମେଣ୍ଟ ଆସୁଛି, ଆମେ ଅପେକ୍ଷାରେ ରହୁଁ। ସେଥିପାଇଁ ଆମେ ନିଜେ କେବେ କହିବାକୁ ଚେଷ୍ଟା କରୁନାହିଁ। ଭାଉଜ ମାନେ ଯେଉଁଟା ଜାଣିଥିବେ ଯଦି ମୁଁ ତାଙ୍କୁ କହିବି ତମେ କୁହ ନା କୁହ କମେଣ୍ଟ କରିବା ପାଇଁ, ନାଇଁ ହେଇପାରିବନି, ମୋତେ କ'ଣ ଭାବୁଛ, ମୋତେ ଅଫେନ୍ସ ହେଇଯିବ, ଏ ଜାଣିନାହାନ୍ତି, ମୁଁ କହିଦେବି। ସାଙ୍ଗମାନେ ଆପଣମାନେ ନିଶ୍ଚୟ କମେଣ୍ଟରେ ଜଣାନ୍ତୁ ତାହା କ'ଣ ହୋଇପାରେ। ଭାଉଜ ଏତେ ଦିନ ପରେ ଭାବିଛନ୍ତି ତାର ଦାନ୍ତ ଅଛି କିନ୍ତୁ ସେ ଖାଇପାରେ ନାହିଁ। ସାଙ୍ଗମାନେ ସେ ଜିନିଷଟି କ'ଣ ହୋଇପାରେ ଆପଣମାନେ ନିଶ୍ଚିନ୍ତ କମେଣ୍ଟ ବକ୍ସରେ ଜଣାନ୍ତୁ। ଏଇଭଳି ମଜାଦାର ଢଗା ଧମାଲ ପ୍ରଶ୍ନ ଦେଖନ୍ତୁ, ମଜା ନିଅନ୍ତୁ, ଆସାନ ହସିବା, ଅନ୍ୟମାନଙ୍କୁ ହସାଇଦେବା ଏବଂ ଭାଉଜ ମଧ୍ୟ ହସିଲେଣି। ଦେଖନ୍ତୁ କ'ଣ ହସିଛ, ଟିକେ ହସନ୍ତି, ହସିବନି ସାଙ୍ଗମାନେ। କିନ୍ତୁ ଆଉ ଗୋଟେ ପ୍ରଶ୍ନ ପଚାରିବି ନା ନାଇଁ ଆଗାମୀ କାଲି ପାଇଁ ରଖିଦେବା। ଆଜି ଆମର ସମୟ ହେଇଗଲାଣି, କାରଣ ଭାଉଜ ଯେଉଁ ପ୍ରଶ୍ନଟି ମୁଁ ଗୋଟେ ପଚାରିଥାନ୍ତି ଭାଉଜ ମଝିରେ କହିଲେ ମୁଁ ପଚାରିବି, କାରଣ ଭାଉଜଙ୍କର ମଧ୍ୟ ଆପଣଙ୍କ ପ୍ରତି ଭଲ ପାଇବା ଅଛି। ସେଥିପାଇଁ ମନ ଭିତରେ ଭାବିଥିଲେ ଯେ କଥାଟି ଆପଣମାନଙ୍କ ପାଖରେ ସେୟାର କରିଦେଲେ, ଆପଣମାନେ ଦେଖିଲେ। ସାଙ୍ଗମାନେ ପ୍ଲିଜ୍ କମେଣ୍ଟ ବକ୍ସରେ ଲେଖିଦିଅନ୍ତୁ। ଆପଣମାନେ ଆମକୁ ଅନେକ ସପୋର୍ଟ ଦେଇଛନ୍ତି, ଭଲ ପାଇବା ଦେଇଛନ୍ତି। ଆପଣମାନଙ୍କ ଭଲ ପାଇବା, ପ୍ରେମ, ଶ୍ରଦ୍ଧା ଯୋଗୁଁ ଆମେ ଆଗକୁ ମାଡ଼ି ଚାଲିଛୁ, କିନ୍ତୁ ଆଗକୁ ବାଟ ଦେଖାଇବା, ରାସ୍ତା ଦେଖାଇବା କାମ ହେଉଛି ଆପଣମାନଙ୍କର। କିନ୍ତୁ ସାଙ୍ଗମାନେ ଆପଣଙ୍କ ବିନା ସହଯୋଗରେ ଆମେ କେବେ ହେଲେ ଆଗକୁ ଯାଇପାରିବୁନି। ସାଙ୍ଗମାନେ ପ୍ଲିଜ୍ ଆପଣମାନେ ଏଇଭଳି ସପୋର୍ଟ ଦେଇଥାନ୍ତୁ, ଭଲ ପାଇବା ଦେଇଥାନ୍ତୁ ଏବଂ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଆପଣମାନଙ୍କ ପରିଜନଙ୍କ ପାଖକୁ ସେୟାର କରିଦିଅନ୍ତୁ। ଲାଇକ୍ କମେଣ୍ଟ ସେୟାର କରିଦିଅନ୍ତୁ। ଭାଉଜ ମୋତେ କହିଦେଲେନି କାଳେ ଭାଇ ଭୁଲି ଯାଉଛନ୍ତି, ସେଥିପାଇଁ ଭାଉଜ ଏ କଥାକୁ ବେଶୀ ଧ୍ୟାନ ରଖୁଛନ୍ତି। ଆପଣମାନେ ମଧ୍ୟ ସେଇଭଳି ଭାଉଜଙ୍କ କଥା ଧ୍ୟାନ ରଖି ଟିକେ କଥା ଟିକେ ରଖନ୍ତୁ, ଭାଉଜ ବହୁତ ଖୁସି ହେବେ। ଯାହା ହଉ ସାଙ୍ଗମାନେ ଆଜି ତ ସମୟ ହେଇଗଲାଣି, ଆମେ ଏବେ ରହିବୁ। ଆଗାମୀ ଢଗ ଧମାଲ ପ୍ରଶ୍ନକୁ ରଖନ୍ତୁ। ମୁଁ ଯେଉଁ ପ୍ରଶ୍ନଟି ପଚାରିଥାନ୍ତି ସେ ରହିଗଲା, ଆସନ୍ତାକାଲି ସେଇ ଢଗ ଧମାଲ ପ୍ରଶ୍ନର ଉତ୍ତର ଆପଣମାନେ ଦେବେ, କିନ୍ତୁ ମୁଁ ପଚାରିବି। କିନ୍ତୁ ଆଜି ତ ସମୟ ହେଇଗଲା, ଭାଉଜ ଗୋଟେ ପ୍ରଶ୍ନ ପଚାରିଦେଲେ। ତାହେଲେ ରହିଲୁ ସାଙ୍ଗମାନେ, ଭିଡ଼ିଓଟି କେମିତି ଲାଗିଲା ନିଶ୍ଚିନ୍ତ ଜଣାଇବେ, ଆପଣମାନଙ୍କ କମେଣ୍ଟକୁ ଅପେକ୍ଷା ରହିଲୁ ସାଙ୍ଗମାନେ। ଜୟ ଜଗନ୍ନାଥ, ନମସ୍କାର।